কলা মালো মালো সুরাসুরি যারো লোমে ঝন্তি পুরি মালো মালো সুরাসুরি জালো রমে ছন্তি পুরি এমিতি ব্রহ্মস্বরূপ এমিতি ব্রহ্ম স্বরূপ দেখানো জাগি ছন্তি ব্রহ্ম লেখ ତମ କାଦମ୍ବିନୀ ବିଷୟକୁ ମୁଁ ଯିବିନି। ହଁ ଋଷି ଉଦ୍ଦାଳକ ସନ୍ଦେହ ମୁଁ ସାଙ୍ଗେ ସାଙ୍ଗେ ପୂରଣ କରିଦଉଛି। ତାଙ୍କ ଦୋକାନରେ ନାହିଁ। ମୋ ଦୋକାନରେ ଆଜ୍ଞା ହଁ ବେଶୀ ଜିନିଷ ନଥାଉ ହଁ ସିଫ୍ଟି ପିନି ଖୋଜିଲେ ପାଇବ। ହଁ ଉଡା ଜାହାଜ ଜିନିଷ ମାଗିଲେ ମିଳିବ। ପାଇବ ଭୁଜାଲି ମାଗିଲେ ବି ମିଳିବ। ମିଳିବ। ସେଗୁଡା ମୁଁ ଦେଇପାରିବିନି। ମୋର ପାଲା ଦରକାର, ଠିକ। ମୋର ଦର୍ଶକ ଦରକାର। ହଁ ମୁଁ ଆଉ କିଛି ଜାଣିନି ଓଡ଼ିଶାରେ। ନା ଋଷି ଉଦ୍ଦାଳକ ଆଜ୍ଞା କର୍ଦ୍ଦମ ବାବାଜୀର ପୁଅ। ହଁ ତାଙ୍କ ବାପା ନା କହିନାହାନ୍ତି। ଶୁଣ ମନ ଦେଇକି ମୋ ଆଜ୍ଞା ଯେତେବେଳେ ବାପା ପଚାରିଛନ୍ତି ଉତ୍ତରଟା ନଦେଲେ କେମିତି ହବ? ନାଇଁ ହବ ନା। ସେ ହଉଛି କର୍ଦ୍ଦମ ବାବାଜୀର ପୁଅ। ଆଜ୍ଞା ତା ପାଠ ଆଲୋଚନା କଲେ 4 ଦିନ ଖଣ୍ଡେ ଯିବ। ହଉ ଚାଲୁ ପଢୁ ଦେଖିବା। କର୍ଦ୍ଦମ ବାବାଜୀର ପୁଅ ଉଦ୍ଦାଳକ ହଁ ଦିନେ ବୁଲୁଛି। ଆଜ୍ଞା ଠିକ ଏତିକି ବେଳେ ହେଲା କଣ? ଗୋଟେ ସୁନ୍ଦରୀଟିଏ ଗାଧେଇକି ପାଣିରୁ ଉଠୁଛି। ହଁ ହଁ ଗାଧେଇକି ପାଣିରୁ ଉଠୁଛି। ଉଠୁଛି କେମିତି ଉଠୁଛି? ପାଛରେ ଗୋଟି ଗୋଟିକି ଗୋଡ ଦେଇକି ଉଠୁଥିବ ଆଉ। ଆଉ କଣ ହାତ ଦେଇକି ଉଠନ୍ତା? ଆଉ କଣ ପଚାରୁଛନ୍ତି କେମିତି ଉଠୁଛି? ହଁ ବା ପ୍ରତ୍ୟେକଟା ପାଛ ତିଆରି କରିଦେଲେ କମ୍ପାନୀ ଏଥର। କଲାଲୋ ସରିତ ସାଗରୁ ତମେ ସବୁ ଚ୍ୟାନେଲରେ ଉଠେଇକି ମତେ ନଷ୍ଟ କରିବ ଯାହା ଜଣା ପଇଲାଣି। ନଷ୍ଟ ହଁ ଆଉ ଚ୍ୟାନେଲରେ ଛାଡିବ ହଁ ତାକୁ ସବୁ ଗାୟକ ଦେଖିକି ଗାଇବେ। ଆଉ ଖାଇବେ ଆମ ସାରଙ୍କୁ ଖର୍ଚ୍ଚ ପାଣି ଦିଅ। ନାଇଁ ଖର୍ଚ୍ଚ ପାଣି ସେ ଦେଇଛି। ଗଲା ଥର 500 ଟଙ୍କା ମତେ ଦେଇଥିଲା। ଠିକ ଠିକ ସେ ଯୋଉ ଆଚ୍ଛା ଏ ପୁଅ ହଁ ଠିକ ଚମତ୍କାର। ମୋର ମନେ ଅଛି। ହଁ ସରିତ ସାଗରୁ ସ୍ୱର୍ଣ୍ଣ ଚମ୍ପା ଗୋରି ସଧିରେ ବାହୁଡ଼ି চক্রা
କପିଳ ବାବାଜୀ ଆସନ୍ତି ଏ ସୁନ୍ଦରୀ ସ୍ତ୍ରୀଟାକୁ ଦେଖିଲେ। ବାহ ସେ ସୁନ୍ଦରୀ ନାଁଟା କଣ? ନାଁ ହେଲା ଦେବହୂତି। ଆଜ୍ଞା ସେ ବ୍ରହ୍ମାଙ୍କର ଝିଅ। ଝିଅ କୋଉ ବ୍ରହ୍ମା? କେତେ ବ୍ରହ୍ମା କି ସଂସାରରେ କୋଉ ବ୍ରହ୍ମା ଆପଣ ଜାଣିଛନ୍ତି କଣ? ଆମେ ପାଳିଆ ହେଲୁ ବୋଲି କଣ ଶାସ୍ତ୍ର ଜ୍ଞାନ ଆମର ନାହିଁ? ଜଣେ ବ୍ରହ୍ମା ନା କଣ ନା ମନେ ମନେ ବାସ୍ ଭେରି ଗୁଡ୍। 28ଟା ବ୍ରହ୍ମା। 28 ଆଶ୍ଚର୍ଯ୍ୟ। ବ୍ରହ୍ମା ସଂଖ୍ୟା 28। 28 ମିଛ କଥା ଗଣ କହିଲେ। ବିଶ୍ୱର ପ୍ରଥମ ବ୍ରହ୍ମା କିଏ? ଯିଏ ବ୍ରହ୍ମ ଆଦାନ କରେ ସେ ହଉଛି ବ୍ରହ୍ମା। ବ୍ରହ୍ମା ଏକ ତାପରେ କଣ ଏଇ ତା ନାମ କହିଲିଣି? ଗଣ ହଁ କୁହନ୍ତୁ। ପ୍ରଥମ ବ୍ରହ୍ମା ହେଲେ ଋଷିରାଜ କାଶ୍ୟପ। କାଶ୍ୟପ ଏକ। ଦୁଇରେ କାଶ୍ୟପଙ୍କ ପୁଅ ମରିଚି। ଦୁଇ ତିନିରେ ମରିଚିର ପୁଅ ହେଲା ସୂର୍ଯ୍ୟ। ଚାରିରେ ସୂର୍ଯ୍ୟଙ୍କର ପୁଅ ହେଲା ଶ୍ରଦ୍ଧାଦେବ। ପାଞ୍ଚରେ ହେଲା ସ୍ୱୟଂଭୁବ ମନୁ। ଛଅରେ କଣ ସବୁ ଯାକ କହୁଥିବି? ଆଉ କହିବନି ଆପଣ ଉପସ୍ଥାପନ କରିଛନ୍ତି ଗଛ ଲଗେଇଛନ୍ତି ମାନେ ଫଳ ଖାଇବେ ଆଉ। ତା ପୁଅ ହେଲା ଶତକେତୁ ବ୍ରହ୍ମା। ଆଜ୍ଞା ତା ପୁଅ ହେଲା ରୁଦ୍ରଜାମଳ ବ୍ରହ୍ମା। ଆଠ ତା ପୁଅ ହେଲା କେତୁମାଳ ବ୍ରହ୍ମା। ନଅ ତା ପୁଅ ହେଲା ହରିଶ୍ଚନ୍ଦ୍ର। 10 ଆଉ ଢେର ହେଲାଣି। ତା ପୁଅ ହେଲା ରସୁଣ। ତା ପୁଅ ହେଲା ରୋହିତ। ରୋହିତ ତା ପୁଅ ହେଲା ନଳ। 12 ତା ପୁଅ ହେଲା କୁବେର। 13 ତା ପୁଅ ହେଲା ଶତଧୃତି। 14 ତା ପୁଅ ହେଲା କିଏ? ସୂର୍ଯ୍ୟବଂଶର ଅଧିନାୟକ ରଘୁ। 15 ତା ପୁଅ ହେଲା ଦିଲ୍ଲୀପ। 16 ତା ପୁଅ ହେଲା ଅଜ। 17 ତା ପୁଅ ହେଲା ଦଶରଥ। 18 ତା ପୁଅ ହେଲା ରାମ। 19 ତା ପୁଅ ହେଲା ଲବ। 20 ଆଉ କୁଶ 21 ନାଇଁ 20ରେ ରଖ। 20 ରହିବା ଆଉ 20 ଲବ କୁଶ ଗୋଟିଏ ବୋପାଠୁ ଜନ୍ମ ଦିଟା କେମିତି ନା ଦବୁ? ଗୋଟେ ତା ପୁଅ ହେଲା ଉତ୍ତରାୟଣ। 21 ଆଉ 7ଟା ବଂଶରେ କିଏ ସେ ରହିଲେ ପାଲାବାଲା କହିଦବ। ତେବେ ଜାଣିବ ନୃସିଂହ ହୋତା ତମେ ପାଲାବାଲାରେ ସମ୍ଭବ। ତମ 14 ପୁରୁଷ ଭିତରେ ଯେ କେହି ଉତ୍ତର କହିବେ ନାହିଁ। ପେଣ୍ଡାଲ ଉପରେ ଗ୍ୟାରେଣ୍ଟି ଦଉଛି ନୃସିଂହ ହୋତା ଯେ ଖାଲି ହୋତା 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 ହଉଛ। ତମ ଲେଉଟିଆ କିଆରି ମୁଁ କାଟିବାକୁ ଯାଇଥିଲି। ଆଉ ପାଠ ଦିଅ। ହଁ ତେଣୁ ଗୋବିନ୍ଦ କିଏ ନା ଗୋବିନ୍ଦୟତି ଗୋବିନ୍ଦ। ଆଜ୍ଞା ଯିଏ ଗୋକୁ ବିନ୍ଧଣ କରେ ସିଏ ଗୋବିନ୍ଦ। ବିନ୍ଧଣ ମାନେ ବିନ୍ଧି ଦବ ବୁଝିଲ। ଗୋ ବୋଲେ କଣ ଗାଈ? ଆଉ କଣ ଷଣ୍ଢ ଗାଈ ନୁହଁ।
ତା ଅର୍ଥ ଷଣ୍ଢ। ତୋ ବୋପା ମୁଣ୍ଡ। ମୋ ବାପା ମୁଣ୍ଡ କଣ ଭାବୁଛନ୍ତି ଆପଣ? ଗୋ ବୋଲନ୍ତି ତୋ ବୋପା ମୁଣ୍ଡ। ଷଣ୍ଢ ନୁହଁ ଶୁଣିକିନି ବାସ୍। ତାହେଲେ କିଏ? ଗୋ ବୋଲନ୍ତେ ଇନ୍ଦ୍ରିୟ। ଇନ୍ଦ୍ରିୟ। ଆଜ୍ଞା। ଇନ୍ଦ୍ରିୟର ଅନ୍ୟ ନାମ ହଉଛି ଗୋ। ଗୁ। ଅଭିରାମ ପରମହଂସ ଲିଖିଥିଲେ ଗାଈ ଚରେଇବା ପାଠ। ଅଭିରାମ ପରମହଂସ କହିଲେ କଣ? ଗୋ ବୋଲେ ଇନ୍ଦ୍ରି। ହଁ ଇନ୍ଦ୍ରି କି ଯିଏ ଜାଣେ ହଁ ରବରେ ସେଇ ଗୋବିନ୍ଦ। ଏଇଥିପାଇଁ ସମର୍ପଣ ଭାବ କରିକି ଟେକିଦେଲା ହାତ ଉପରକୁ। ଆହା କଲା ଯାହା ମୁଁ କରୟନ୍ତ। ମୁଁ କୁଆଡେ ଫଟା କୁଣ୍ଠିଆ ନୃସିଂହ କଥା। ଫଟା ଗଣ୍ଠିଆ ଆମର କଣ କହିବ କହିଲ? ଆମ ସାରଙ୍କୁ ଫଟା କହୁଛ? ଆଚ୍ଛା ଏ ପିଲାମାନେ ସବୁ ଚ୍ୟାନେଲରେ ରେକର୍ଡିଂ କରୁଛନ୍ତି। ଆଜ୍ଞା। ଟିକେ ରେକର୍ଡିଂ ଟିକେ ଶୁଣିବେ। ଶୁଣିବେ ଦେଖି ଆମ ସାରଙ୍କର କୋଉଟା ଫଟା? କୋଉଟା ଆମ ସାରଙ୍କର ଫଟା ଦେଖିବ? ସନା ଦାସ ଗାଇବାଟା ଭଲ ଲାଗୁଛି ନା ନୃସିଂହ ହୋତାର ଗାଇବା ଭଲ ଲାଗୁଛି? କୁହନ୍ତୁ। ତାହା ଓଡ଼ିଶା ଜାଣିଛି। ହଁ ପଦେ ଅଧେ କହିଦେଇକି ଦି ପଇସା ନେଇକି ଯାଉଛ, ପିଲା ଛୁଆ ଚଳଉଛ, ଚଳା। ଚାଲୁ। କିନ୍ତୁ ହୁସିଆର। ହୁସିଆର। ବିଷୟଗତ ପ୍ରସଙ୍ଗରେ ଯାହା କହିବ ମୁଁ ସହିବି। ସହିବୁ। ଠିକ। ଗାୟକ ମାନେ ଟିକେ କୁହାକୁହି ହଅନ୍ତି। ହଁ ଟିକେ ଟିକେ ଏଟା ବଳ ହେଇଗଲା। କିନ୍ତୁ ବ୍ୟକ୍ତିଗତ ଚରିତ୍ର ଉପରେ ହଁ କହିଲେ ମୁଁ ସହିବି? ନା। ତମେ ପରା ମୋ ଧନରେ ଚଳୁଛ। କଣ ଆପଣଙ୍କ ଧନରେ? କେମିତି ଆଜ୍ଞା? ଆଉ ତା ବାଡିରେ ଯୋଉ ସଜନା ଗଛ ଦି ତିନିଟା ଅଛି କୋଉଠୁ ଆଇଲା? କୋଉଠୁ ଆଜ୍ଞା? ଆପଣଙ୍କ ଧନରେ? ମୋରି ବାଡିରୁ କାଟିକି ନେଇକି ଲଗେଇକି ସଜନା ଶାଗ ତୋଳିକି ଖାଉଛି। ଆରେ ସାରଙ୍କର କାଟିକି ନେଇଥିଲେ ରେ ସାର। ସଜନା ଗଛ। ହଁ ଭାଇ। ଜଗନ୍ନାଥ ରାଣେ ମିଛ କହୁନି। ମତେ କହୁଛି ନୃସିଂହତା ଧୋବା। ହଁ ହଁ। ଏଇଟା ଦେବୀ ନଦୀ କୂଳରେ ସବୁଦିନ ଯିବ, ଯେତେବେଳେ ପାଲା ନଥବ ଗୋଟେ ଖାଳେଇ ନେଇକି ଯାଇକି ଖାଡି ପକେଇକି ମାଛ ମାରୁଛି। ଅରେ ତୁ ମାଛ ମରା ଗାୟକ, ହଁ ନୃସିଂହତାକୁ କହିବୁ ଧୋବା? ଧୋବା କେଡେ ବଡ କଥା କହିଲ। ଆମର ଶାସେନୀ ବ୍ରାହ୍ମଣ ହଁ ଠେକି ପିଟା ନୁହଁ। 300 ଘର ମୋର ଯଜମାନ। ଯଜମାନ। 300 ଘର ଯଜମାନ। ଆଉ ଆମ ସାର ପାଲା ଗାଲେ ସାରିଣୀ ଯିବେ ପିଣ୍ଡ ପକେଇବା ପାଇଁ, ଆମେ ନିଜେ ଦେଖିଛୁ। କଣ୍ଟିନ୍ୟୁ କରାଯାଉ। ସାର୍ କଣ ମୋର ଭୁଲ ହେଲା କି? ସାର ନଥିଲା ବେଳେ ସାରି ଆଣି ଯାଉଛି ଶ୍ରାଦ୍ଧ କରିବାକୁ। ଆଉ ଘରେ କିଏ? ଆପଣ ତ ଏକା। ଆଉ ସେ କର୍ମ ଧର୍ମ କିଏ କରିବ? ଗୁରୁମା କହୁନ। ସେଇ ଗୁରୁମା ଯିଏ ଆମ ସାରିଆଣୀ ସିଏ। ଆଜ୍ଞା। ମୋ ସ୍ତ୍ରୀ ଯାଉଛି ଶ୍ରାଦ୍ଧ ପକେଇବାକୁ, ତୁ ଦେଖିଥିଲୁ? ଆଉ କିଏ ଯାଉଛନ୍ତି କହୁନାହାନ୍ତି? ଚୁପ୍। ଖାଲି ପାଳିଆଙ୍କୁ ବି ଆପଣ ମାନେ ଖାଲି ଝିଙ୍ଗାରି ହଉଛନ୍ତି। ହଁ ବା। ଆମେ କଣ ଅପରାଧ କରୁଛୁ ଆପଣଙ୍କର? ଆପଣଙ୍କ ସେବା ତ କଲୁ, ଖୋଇବାକୁ ଦେଲୁ, ଶୋଇଲେ ତ ଗୋଡ ହାତ ମୋଡି ଦେଲୁ। ଆଉ କଣ କଲେ ଆପଣ ମନ ଶାନ୍ତି ହବ ମତେ କହୁନାହାନ୍ତି? ମୁଁ କଣ ଖରାପ କଲି? ମୁଁ କହିଲି ଆମ ସାରେ ଯୋଉ 250 ଘର ଯଜମାନ ରଖିଛନ୍ତି, ଆମ ସାରେ ଯେତେବେଳେ ପାଲା ଗାଉଛନ୍ତି, ଯୋଉଠି ଯାହା ପିଣ୍ଡ ପଡୁଛି, ଆଉ କିଏ ଯାଉଛନ୍ତି? କିଏ? ଆମ ସାରିଆଣୀ ଯାଉଛନ୍ତି, ମୁଁ ନିଜେ ଆଖିରେ ଦେଖିଛି। ହଁ ବା। ଯୋଡିଏ ଜାବୁଡା ଦେବି ତ ଗୋପା ନାମ ଚାଲିଲେ ଆସିବ। ମତେ ଆଉ ମାରନ୍ତୁନି, କଥା ଆଗକୁ ଧରନ୍ତୁ। ମୁଁ 3ଟା ବ୍ରାହ୍ମଣ ରଖିଛି। ଆପଣ ନିଜେ ବ୍ରାହ୍ମଣ, 3 କୋଟି ବ୍ରାହ୍ମଣ ରଖିଛନ୍ତି। ପାଲାକୁ ଯିବି, ତମେ ଯାଇକି ଶ୍ରାଦ୍ଧ ପକେଇବ, ଯାହା ଚାଉଳ, ଯାହା ନଡିଆ, ହଁ ଯାହା ଦକ୍ଷିଣା ବାଇଶ ସବୁ ତମ ଘରକୁ ନେଇକି ଯିବ। ଆଚ୍ଛା, ତାହେଲେ ଆପଣ କଣ ସୁବିଧା କଣ ହଉଛି? କିଛି ଦରକାର ନାହିଁ। ଆପଣ ତ ମାନେ କିଛି ପାଉନାହାନ୍ତି। କଣ ପାଇବା ଦରକାର? କାହିଁକି ଯଜମାନେ ଆପୁରିକି ରଖିଛନ୍ତି। ଆରେ ପାଲା ଗାଉଛି, ରାତିକେ 3000 ଟଙ୍କା ମୋ ଭାଗ ପଡୁଛି। ଆଜ୍ଞା ସତ୍ୟ। ମାସକୁ 90,000 ଟଙ୍କା କମଉଛି। ଆଜ୍ଞା। ଆଉ କଣ ପଇସା ଆଉ? ନାଇଁ ଆଉ କିଛି ନାହିଁ।
ନାଲି ଗାଡ଼ିରୁ ଧଳା ଗାଡ଼ି ହେଲାଣି ଆହୁରି ନେଳି ଆସିବାର ଯୋଉ ବ୍ୟବସ୍ଥା ହଉଛି ହଁ ବା ଆସୁ ଆସୁ ମୋ ଗାଡି ଉପରେ ତୋର କାହିଁ ନଜର ପଡୁଛି? ଆମେ ଯିବା ଆସିବା କରୁଛୁ ଆରେ ମ୍ୟାନେଜର ଆମର ବସିଛନ୍ତି ବା ହଁ ହଁ କଲା ଯାହା ମୁଁ କରୟନ୍ତ ବାହ୍ୟରେ ରହି ସବୁ ଦେଖୁ ଅଛ ଅନ୍ତର ବାହ୍ୟରେ ଲୁଚି ପଳାଇବି କାହିଁ ଯେଡ଼େ ଗଲେ ତେଡ଼େ ପ୍ରଭୁ ଥାଅ ତୁମେ ପ୍ରଭୁ ପড়াইবি মুহি ଯେଡ଼େ ଗଲେ ତେଡ଼େ ପ୍ରଭୁ ମୁହିଁ ତ ଆକାଶ ତୁମ୍ଭେ ବୋଲାଅ ପବନ প্রভু বোলা পবন ହେଲେ କେଶରୀ ତୁମ୍ଭେ ଅଟମହା ধর ବନ ନଥିଲେ কে জড়ে ধন নথিলে কে জড়ে ବଂଶୀ ପାରିବ ଗହ ମରୁଦରେ কারে କାଲି ଏତିକି ବେଳକୁ 10ଟା ଲୋକ ବସିଥିଲେ। ଆଜ୍ଞା ହଁ ଆଜ୍ଞା ଯାଆନ୍ତୁ ବିଶ୍ରାମ ନେବେ ଆପଣ ମୁଣ୍ଡିଆ ମାରୁଛି। ଆଜ୍ଞା ହଁ କାଲି 3ଟା ବେଳକୁ ଆସିବେ ଆଜ୍ଞା ଆମେ ବେଣୁ ସୋପାଲା କରିଦେବୁ ଆଜ୍ଞା ନାଇଁ ବେ ଆଉ କାଲି 3ଟା ଅନୁଷ୍ଠାନ ଡାକିଛି 10ଟା ବେଳକୁ ଯିବି ମୁଁ ତ ଏ ଅନୁଷ୍ଠାନରେ କାଲି ଖାଇବାର ନାହିଁ। ଆଉ ନିଶ୍ଚିତ ଯିବି କାଲି ବଘେଇ ଟାଙ୍ଗି। ମୁଁ ଯିବିନି ଆଜ୍ଞା କାହିଁକି? କାହିଁକି ନୃସିଂହ ତା ଜୀବନର ସର୍ବସ୍ୱ ଥିଲା। ହଁ ପ୍ରଭାତ ସାହୁ ଆଜ୍ଞା ଗାୟକ ରତ୍ନ ହଜିଗଲା ଓଡ଼ିଶାରୁ। ହଁ ସେ ଆପଣଙ୍କ ଅଞ୍ଚଳର ଜଣେ ଗର୍ବ ଆଉ ଗୌରବ ଥିଲା। ଠିକ ସେ ଗର୍ବଟା ଭାଙ୍ଗିଗଲା। ହଁ